ହଉ ସର୍ବପ୍ରଥମେ ପୁରାଣ ପୃଷ୍ଠାକୁ ଖୋଲିବା ପୂର୍ବରୁ ଯେହେତୁ କଳାକାର ମାନଙ୍କର ଚିରାଚରିତ ପ୍ରଥାକୁ ଅବଲମ୍ବନ କରିବାକୁ ଯାଇ ସତ୍ୟନାରାୟଣ ହେଉଛନ୍ତି ଆମମାନଙ୍କର ଆରାଧ୍ୟ ଦେବତା। ଆଜ୍ଞା ସର୍ବପ୍ରଥମେ ହଁ। ସେ ଲୀଳାମୟ ବିଭୁ ଅନ୍ତର୍ଯାମୀ ନିରାକାର ବିଷ୍ଣୁଙ୍କର ଉଦ୍ଦେଶ୍ୟରେ ଆଜ୍ଞା ଧାଡ଼ିଟିଏ ସମର୍ପଣ ଭାବ, ଆଗ ତାପରେ ଦେଖିବା ପାଲାରାଇଜ କଥା। ହଁ ଆଗ ତ ସମର୍ପଣ, ଆଗ ଶରଣ, ତାପରେ ତାରଣ ଧନରେ ସ୍ମରଣ। ଭଗବାନଙ୍କର ପଦପଙ୍କଜ ତଳେ ଟିକେ ଚିତ୍ତ ମନକୁ ସମର୍ପିତ କରିବା। ଆଜ୍ଞା ଭକ୍ତ ଆଉ ଭଗବାନଙ୍କର ଦ୍ୱିପଦ କଥା। ଆସ ଏ ମନ୍ତ୍ରୀ ଝିଅର ନିଜସ୍ୱ ଲେଖା ଦି ଧାଡ଼ି ଗାଉଛି ଆସ ମୋ ଭଗବାନଙ୍କର ଉଦ୍ଦେଶ୍ୟରେ। ଆସ ଆସ ଆଜ୍ଞା ପ୍ରଥମେ ସମର୍ପଣ। ହଁ ଶରଣ ନଥିଲେ ବାପା ସଂସାରରେ କିଛି ନାହିଁ। ନାଇଁ ଆଜ୍ଞା ହବନି ଯେ ତ। ପର୍ଯ୍ୟନ୍ତ ଏ ମନୁଷ୍ୟ ହଁ। ଭଗବାନଙ୍କର ପଦପଙ୍କଜ ତଳେ ନିଜକୁ ପୂର୍ଣ୍ଣ ରୂପରେ ସମର୍ପି ନ ଦେଇଛି ନ ଦେଇଛି ଜୀବନରେ କେବେ ହେଲେ ମନୁଷ୍ୟ ଆଗକୁ ଯାଇପାରେ ନା। ନା ହଉ କହିଲେ ଆସ ଆସ ନାରାୟଣ ଆସ ପ୍ରଭୁ ଭଗବାନ ନିତ୍ୟ ବୃନ୍ଦାବନେ ପ୍ରଭୁ ତବ আগমনে ପାପ ରାଶି ହେଉ ক্ষীণ আস আস নারায়ণ প্রভু আস আস হরি আস আস হরি আস আস হৌ নিত্য বৃন্দাবনে তব আগমনে নিত্য পাপ রাশি হেউ ক্ষীণ আস আস হরি আস আস হরি আস আস ହଉ ଭକ୍ତ କହୁଛି ହେ କରୁଣା ବରୁଣାଳୟ ଚିର ଚିନ୍ମୟ ଚିଦାନନ୍ଦ ପୁରୁଷ ହେ ଅଚ୍ୟୁତାନନ୍ଦ ପୂର୍ଣ୍ଣ ବ୍ରହ୍ମ ଲୀଳାମୟ ବିଗ୍ରହ ମୂରତି ଏତେ ବଡ଼ ସୁନ୍ଦର ମଣିମୟ ଆସ୍ଥାନ ଉପରେ ଠାକୁରେ ସତରେ ଯଦି ତୁମେ ଆଜି ବିରାଜମାନ ନ କର ଏ ସଭାଟା କ'ଣ ଠାକୁରେ ସତରେ ଶୋଭା ଲାଗିବ? ହରି ଚାରି ପୀର ପରେ ରହିଛ ବସି ଶ୍ରୀ ପାଇର ହେଉଛ ଖୁସି ଶ୍ରୀ ପାଇର ହେଉଛ ଖୁସି ଶ୍ରୀ ପାଇର ହେଉଛ ଖୁସି ହରି ଚାରି ପୀର ପରେ ରହିଛ ବସି ଶ୍ରୀ ପାଇର ହେଉଛ ଖୁସି ଶ୍ରୀ ପାଇର ହେଉଛ ଖୁସି ଶ୍ରୀ ପାଇର ହେଉଛ ଖୁସି ହରି ମୁହିୟ କିଞ୍ଚନ ତୁମର ଶରଣ ମୁହିୟ କିଞ୍ଚନ ତୁମର ଶରଣ ଅସୁଚି ହେ ଭଗବାନ ଆସ ଆସ ହରି ଆସ ଆସ হরি আস আস হে আস